ଏଇ ଦୁଇ ଭାଇ ଭଉଣୀ ସବୁଠୁ ଭଲ ଏକାଠି ବସିକିନା କାଠି କରୁଛନ୍। କାଠି ନାଇଁ ବୁରସ ଧରିଛନ୍ ଗୋଟେ ଗୋଟେ। ଆଉ ଏଠି ଦେଖୁଥିବ ଲାଲି ଚାହା ବନାଯାଉଛି ସକାଳୁ ସକାଳୁ। ଆଉ ଆଡ଼ୁ ସକାଳୁ ମୁଁ ଟିକେ ସଜ ହେଇଯାଇଛି। ଆଉ ୟାଙ୍କ ନାନୀ ଘର ମଲ୍ଲି ଫୁଲ ଫୁଟିଥିଲା ଗଛରେ। ମଲ୍ଲି ଫୁଲ ତୋଳିକି ମୋ ଗୁନ୍ଥିକି ମୁଣ୍ଡରେ ଲଗେଇ ଦେଇଛି। ଆଉ ଆମରି ଗାଁରେ ଫୁଟିଛି କଇଁର ଭିଡ଼ିଓ ବନେଇବା ପାଇଁ ଚାହୁଁଥିଲି ଯେ ଇଏ ବୋଲେ ସିଏ ଆସୁଛନ୍ତି ଝଣେ ଝଣେ ଟିକେ ଡରି ଡରି ଭିଡ଼ିଓ ବନାଉଛି। ଆଉ ତାଙ୍କ ଗାଁରୁ କିଏ ଯଦି ଆସୁଛନ୍ତି ଦେଖି ଦେଉଛନ୍ତି। ହେଲେ ମୁଇଁ ଡରେ ଘରକୁ ଢୁକି ଯାଉଛି କ'ଣ ପାଇଁ ନା ୟାଙ୍କର ଗାଁରେ ବେଶୀ ଗୁଣି ଗାଣି ଲୋକ ଅଛନ୍ତି ତ ମୋତେ କ'ଣ କରିଦେବେ ବୋଲି ପାଙ୍ଗି ପଙ୍ଗା କରିଦେବେ ନା କ'ଣ ବୋଲି ଡରେ ମୁଇଁ ସାମ୍ନାକୁ ଆସୁନି। ଆଉ କିନ୍ତୁ ଲୋକ ଟିକେ ଦେଖି ଦେଉଛନ୍ତି ଯେ ଦେଖିବାକୁ ଆଉ ଚାହୁଁଛନ୍ତି ଯେ ମୁଇଁ ଆଉ ଘରୁ ବାହାରିବାକୁ ନାହିଁ। ଆଉ ଏଇଟା ତ ଶାଢ଼ୀ ସୁଢ଼ା ଖୋଲିକି ବନ୍ଧ ଆଡ଼େ ପଳେଇ ଆଇଛି। ବହୁତ ଛୁଆ ଆଇଥିଲେ ବନ୍ଧକୁ ଫୁଲ ଦେଖିଲି ପୋଖରୀରେ ମାନେ ବନ୍ଧରେ ଥିଲା ଫୁଲ ଯେ ଆମ ବହୁତ ଛୁଆକୁ କହିଲି ଯେଉଁ ଫୁଲ ଯୋଉଟା ମୋତେ ଆଣିଦେବୁ ପହଁରି ପହଁରି ଗଲେ ପାଣିରେ ଆଉ ଆଣିଦେଲେ ମୋ ପାଇଁ କଇଁ ଫୁଲ। ମୋବାଇଲଟାକୁ ରଖି ମୁଇଁ ଭିଡ଼ିଓ କିଛି ବନାଉଛି ତ କିଛିଟା ବହୁତ ଛୁଆ ଧରି ଦେଇଥିବାରୁ ମୋବାଇଲରୁ ଭିଡ଼ିଓ ବନାଉଛି। ଆଉ ଆମେ ସବୁ ଖାଇ ଖାଇକିନି ନାଗି ବାହାରି କହିନୁ ଜଙ୍ଗଲକୁ। ଜଙ୍ଗଲକୁ କ'ଣ ପାଇଁ ଯାଉଛୁ ଚାଲ ତ ଦେଖିବ। ଆମେ ଜଙ୍ଗଲକୁ ଆଇଛୁ ଏଥିପାଇଁ କି ଶାଗ ତୋଳିବା ପାଇଁ। ଶାଗ ମାନେ ଶାଗ ଗଛଟେ ଅଛି ଜଙ୍ଗଲରେ ଏଥିପାଇଁ ତୋଳିବାକୁ ଯାଇଛୁ। ଏ ଗଛରେ ଦେଖିପାରୁଥିବେ ଶାଶୁରେ ବୋହୂରେ କେମିତି ଗଛ ଚଘିଛ ଶାଗ ଛିଡ଼ଉଛ। ଏଇ ପାଇଁ ଆଇଥିଲୁ ଆମେ ଶାଗ ପାଇଁ।